Hey guys, what's up everybody? Welcome to my new vlog. So friends, ଆଜି ଏଇଟା କୌଣସି ବୁଲାବୁଲି vlog କି କୌଣସି ଫ୍ୟାମିଲି ଟାଇପ୍ର କଣ୍ଟେଣ୍ଟ ନୁହେଁ, ମାନେ ଲାଇଫଷ୍ଟାଇଲ୍ କଣ୍ଟେଣ୍ଟ ନୁହେଁ। ଏଇଟା ଆଜି କିଛି ମନର କଥା ମୁଁ ଆପଣମାନଙ୍କୁ କହିବି। ଆଜି ହେଉଛି 12 ତାରିଖ ଜାନୁଆରୀ 12 2025 ଆଉ ଆଜି ହେଉଛି ମୋର ଜନ୍ମଦିନ। କିନ୍ତୁ ଗାଇଜ୍ ଜନ୍ମଦିନଟା ମୋର କେବେ ବି ପାଳନ କରାହେଇନି। ମାନେ ଆଜି 20 ବର୍ଷ ହେଇଗଲା, କିନ୍ତୁ ଏଯାଏଁ ଜନ୍ମଦିନ ମୋର ପାଳନ କରାହେଇନି। କେବଳ ମୋର ନୁହେଁ, ଆମ ଗାଁ ସାରା ପିଲାମାନଙ୍କର ବା ଆମ ପଞ୍ଚାୟତ ସାରା କହିବାକୁ ଗଲେ ବହୁତ ଜଣଙ୍କର ପାଳନ କରାହେଇନି। ସମସ୍ତଙ୍କର 95% କି 99% ପିଲାମାନଙ୍କର ପାଳନ କରାହେଇନି ଜନ୍ମଦିନ କେବେ ବି। ଆଉ ଆଜି ବି ଏଇ ଭିଡ଼ିଓରେ ମୋର କୌଣସି ମାନେ ଜନ୍ମଦିନ ପାଳନ କରାହେବନି, କି ମୋତେ କେହି ୱିଶ୍ ବି କରୁନାହାନ୍ତି, କି କେବେ ବି ମୋତେ କେହି ୱିଶ୍ କରୁନାହାନ୍ତି ବାର୍ଥଡେର। ଠିକ୍ ଅଛି, ମୁଁ ଏଇଟା କହିବା ପାଇଁ ଏ ଭିଡ଼ିଓଟା କରୁଛି ଯେ ମୋତେ ଲାଗେ ବୋଧେ ଯେଉଁ ଜନ୍ମଦିନଟା ପାଳନ କରନ୍ତି ନାହିଁ ଆମର ସେପଟେ ଏରିଆରେ, ବୋଧେ ଗରିବ ସମସ୍ୟା ପାଇଁ ବୋଧେ କରନ୍ତି ନାହିଁ ଜାଣିବାରେ। ଆଉ ସେଇଟା ବି କିଛି କଥା ନାହିଁ, ଜନ୍ମଦିନକୁ ଏତେ ପ୍ରାଧାନ୍ୟ ଦିଆଯାଏନି, ପାଳନ କରାଯାଏନି ଆମର ସେପଟେ ଗାଁ ପଟେ, ଚଳିବ, କିଛି କଥା ନାହିଁ। ଆଉ ଭଗବାନ ଯାହା ଦେଇଛନ୍ତି ସବୁ ସେତିକିରେ ଆମେ ଖୁସିରେ ରହିବା କଥା। ଆଉ ଗୋଟେ କଥା ଗାଇଜ୍, ମେନ୍ କଥା ମୁଁ କହିବା ପାଇଁ ଏବେ ଭିଡ଼ିଓଟା କରୁଛି ଯେ ଯେହେତୁ ମୋତେ 20 ବର୍ଷ ହେଇଗଲା, ମୁଁ ଆଜି ଯାଏଁ ଜୀବନରେ ମୋର କିଛି ବି କରିପାରିଲି ନାହିଁ। ସେଥିପାଇଁ ଟିକେ ମୋ ମନରେ ଟିକେ ଦୁଃଖ ରହିଗଲା। ଆଉ ଆଜିଠୁ ମୁଁ ନିଜକୁ ନିଜେ ଶପଥ ନେଉଛି, ପ୍ରତିଜ୍ଞା କରୁଛି ଯେ 25 ବର୍ଷ ଭିତରେ ମୁଁ ଯାହାର ବି ଗୋଟେ କରିକି ଦେଖେଇବି। ଆଉ ଆଜିଠୁ ମୁଁ ଯେମିତି ପୁରା ଫୁଲ୍ ଡିସିପ୍ଲିନରେ ରହିବି। ୟା ପୂର୍ବଠୁ ମୁଁ ପୁରା ଅଳସୁଆ ହେଇକି ଶୋଇ ପଡ଼ୁଥିଲି ଖାଲି। ଦେଖିବେ ଆପଣ, 6 ଦିନ ଖଣ୍ଡେ କି 5 ଦିନ ଖଣ୍ଡେ ହେଇଗଲା ମୋର ଭ୍ଲଗ୍ ଆସିନି, କାହିଁକିନା ମୁଁ ଶୋଇ ପଡ଼ୁଥିଲି ଡେଲି। ଏକାଥରେ ଶୋଉଥିଲି, ମାନେ 12 ଘଣ୍ଟା ଶୋଉଥିଲି ବା 12-13 ଘଣ୍ଟା ଖଣ୍ଡେ ଶୋଇ ପଡ଼ୁଥିଲି ଆଉ ଉଠୁନଥିଲି। କିନ୍ତୁ ଆଜିଠୁ ସେସବୁ ନାହିଁ। ଆଜିଠୁ ଫୁଲ୍ ଅଫ୍ ଡିସିପ୍ଲିନରେ ଚଳିବି। ଡେଲି ଭ୍ଲଗ୍ ଆସିବ, ଆପଣମାନେ ଦେଖିବେ। ଆଉ ଭିଡ଼ିଓଟା କିନ୍ତୁ ମୁଁ ଭଲ ଭିଡ଼ିଓ ବନାଇବା ପାଇଁ ଚେଷ୍ଟା କରିବି, ଆପଣମାନେ ଦେଖିବେ। ଠିକ୍ ଅଛି, ଡେଲି ଭ୍ଲଗ୍ ଆସିବ ଏବେଠୁ। ଆଉ ସେଥିପାଇଁ ମୁଁ ନିଜକୁ ଟାଇମ୍ ଦେବି। ଆଉ ରିଲ୍ସ ସ୍କ୍ରଲ୍ କରି କି ଭିଡ଼ିଓ ଦେଖିଦେଇ କେବଳ ଟାଇମ୍ ୱେଷ୍ଟ କରିବିନି, ଆଉ ଶୋଇକି ଟାଇମ୍ ୱେଷ୍ଟ କରିବିନି। ସେଇଟା ମୁଁ ଆଜିଠୁ ନିଜକୁ ଶପଥ କରୁଛି। ଠିକ୍ ଅଛି, ଏଇଟା କହିବା ପାଇଁ ଆଜି ମୁଁ ଏ ଭିଡ଼ିଓଟା କରିଥିଲି। ହାପି ବାର୍ଥଡେ ଟୁ ମି। ଜନ୍ମଦିନର ଅନେକ ଶୁଭେଚ୍ଛା ନିଜକୁ ଜଣାଉଛି ମୁଁ। ଆଉ ଠିକ୍ ଅଛି, ଥ୍ୟାଙ୍କ ୟୁ। ଆଉ କ'ଣ କହିବି, ଭିଡ଼ିଓ ଡେଲି ଆସିବ ଦେଖିବାକୁ। ଭିଡ଼ିଓଟା, ହଁ, ଟାଇମ୍ଟା କହିଦେଉଛି। ମୋର ଭିଡ଼ିଓଟା ଡେଲି 8ଟାରୁ 8:30 ଭିତରେ ଆସିବ। ସକାଳ 8:30ରୁ 8:30 ଭିତରେ ଭିଡ଼ିଓଟା ମୋର ଡେଲି ଆସିବ। ଠିକ୍ ଅଛି। ଆଉ ମୁଁ ତ ସେଡ୍ୟୁଲ୍ କରିକି ପୋଷ୍ଟ କରିଦେବି, ନହେଲେ ଅପଲୋଡ଼ ଆସିକି ଲେଟ୍ ବି ହେଇଯାଇପାରେ, ସେଥିପାଇଁ। ଠିକ୍ ଅଛି, ହଉ, ଟାଟା। କମେଣ୍ଟ କରିବେ ମୋ ମନର କଥାଟା ଆପଣଙ୍କୁ କେମିତି ଲାଗିଲା। ଆଉ ଗୋଟେ କଥା କହିବାକୁ ଭୁଲି ଯାଇଥିଲି ଯେ ମୁଁ ଯେଉଁ ଶୋଉଛି ବୋଲି କହିଲି ଅଳସୁଆ ହେଇକି, ଅଧିକା ଶୋଉଛି, କିନ୍ତୁ ମୁଁ ପାର୍ଟ ଟାଇମ୍ ଜବ୍ ବି କରୁଛି ନା, ସେଥିପାଇଁ। ଆଉ ପାର୍ଟ ଟାଇମ୍ ଜବ୍ କରୁଛି, 8 ଘଣ୍ଟିଆ ଜବ୍ ଗୋଟେ କରୁଛି ଏବେ। କାହିଁକିନା ପଇସା ପତ୍ର ଟିକେ ଦରକାର, ବୁଲାବୁଲି କରିକି ଭ୍ଲଗ୍ କରିବା ପାଇଁ। ସବୁଦିନ ତ ଫ୍ୟାମିଲି କଣ୍ଟେଣ୍ଟ କି ଲାଇଫଷ୍ଟାଇଲ୍ ଭଲ ଆସିଲେ ଆଣିଲି କି ଆପଣମାନେ ବୋରିଂ ହେଇଯିବେ ନା, ସେଥିପାଇଁ। ଆଉ ସମସ୍ତଙ୍କ ସହ ମିଳିମିଶିକି ଖୁସିରେ ରହିବା କଥା, ସାଙ୍ଗସାଥି ହେଇକି ମିଳିମିଶିକି। କାହିଁକିନା ଜୀବନଟା ଆଜି ଅଛି କାଲି ନଥିବ। ଶରୀରଟା ନା, ଏଇ ଛାତ ଉପରେ ମୁଁ ଅଛି, ଛାତରେ ଯଦି ମୁଁ ପଡ଼ିଯିବି କ'ଣ ହେବ? ଛାତ ଉପରେ ଅଛି, ମୁଁ ଛାତରେ ପଡ଼ିଗଲେ କ'ଣ ହେବ? ସିଧା ଉପରକୁ ପଳେଇବି ନା ନାହିଁ କହିଲେ? ଶରୀରଟା ଆଜି ଅଛି କାଲି ନଥିବ, କିନ୍ତୁ ଯେଉଁ ଭାବନାଟା, ଯେଉଁ ସମ୍ପର୍କଟା, ସେଇଟା କିନ୍ତୁ ସବୁଦିନ ପାଇଁ ରହିବ। ସେଥିପାଇଁ ସମସ୍ତଙ୍କ ସହ ମିଳିମିଶିକି ସାଙ୍ଗ ହୋଇକି ରୁହନ୍ତୁ, ଭଲରେ ରୁହନ୍ତୁ। କାହା ସହ ଖରାପ ରୁହନ୍ତୁ ନାହିଁ, କାହା ସହ ଝଗଡ଼ା କରନ୍ତୁ ନାହିଁ। ଆଉ
ଆଉ ମୁଁ ମୋତେ 20 ବର୍ଷ ହେଲାଣି। ଏଥି ଭିତରେ ମୁଁ ଦେଖିଛି ବହୁତ ଜଣ ଲୋକ, ମାନେ ବହୁତ ଜଣ ମୋ ବଂଶର, କହିବାକୁ ଗଲେ ମୋ ଫ୍ୟାମିଲିର ବହୁତ ଜଣ ଲୋକ ଚାଲିଗଲେଣି। ମୋର ବେଷ୍ଟ ଫ୍ରେଣ୍ଡ ବି, ସିଏ ବି 2020ରେ ଆମ 10th ଏକ୍ଜାମ୍ ପରେ ସିଏ ବି ଗୋଟେ ଆକ୍ସିଡେଣ୍ଟରେ ଚାଲିଗଲା। ଟିକେ ଦୁଃଖ ଲାଗୁଛି, ଫ୍ୟାମିଲି ସମସ୍ତେ ସହ ମିଳିମିଶିକି ରହିବା ଆଉ ଖୁସିରେ ରହିବା। ହଉ, ହଉ ଟାଟା, ଆଉ ଗୋଟେ ଭିଡ଼ିଓରେ ଦେଖା ହବ। ରହିଲି, ନମସ୍କାର।